ये ହେଉଛି ଆମର ଗାଁ ନା ପରମହଂସ। ତ ଗ୍ରାମରେ ଆମର ମ୍ୟୁନିସିପାଲିଟିର କୌଣସି ବ୍ୟବସ୍ଥା ନାହିଁ, ଯାହାକି ଆମେ ନିଜେ ହିଁ ସ୍ୱଚ୍ଛତାକୁ ଆପଣେଇଛୁ। ଏଠି କୌଣସି କାହାର ସାହାଯ୍ୟ ଆବଶ୍ୟକ ନାହିଁ। କିଏ ଅସନା ଗଲା କିଏ ସଫା କରିବ, କୌଣସି ହିସାବ ନାହିଁ। ଆମେ ନିଜେ ହିଁ ନିଜ ପରିଷ୍କାର କରୁ, ନିଜ ରାସ୍ତାଘାଟ ପରିଷ୍କାର କରୁ। ଆମର ରାସ୍ତା ବି ଦେଖନ୍ତୁ, କୌଣସି ପକ୍କା ରାସ୍ତା ନୁହଁ, ପିଚୁ ରାସ୍ତା ନୁହଁ, ଏଇଟା ସମ୍ପୂର୍ଣ୍ଣ ମାଟି ରାସ୍ତା। ଆମର ପରିବେଶ ଦେଖନ୍ତୁ, ଧାନ ବିଲ, ଅଗଣା, କ୍ଷେତ ସବୁ ଆମର ଏଇ ଟାଇପ୍ର। ଆମେ ଯେତେବେଳେ ମର୍ଣ୍ଣିଂ ୱାକ୍ କରିବାକୁ ବାହାରିଛୁ, ମର୍ଣ୍ଣିଂ ୱାକ୍ ପୂର୍ବରୁ ଆମର ପ୍ରଥମ ପରିଷ୍କାର କରୁଛୁ। ଆମ ରାସ୍ତାଘାଟ ପରିଷ୍କାର କରିବୁ, କାରଣ ବହୁତ ଲୋକ ଯିବା ଆସିବା କରୁଛନ୍ତି। ସେମାନେ ଯେମିତି ନ କୁହନ୍ତୁ ଏ ଗାଁଟା ଅପରିଷ୍କାର ବୋଲି, ଆମେ ନିଜେ ହିଁ ସ୍ୱଚ୍ଛତାର ବ୍ୟବସ୍ଥା କରିଥାଉ। ଏଇଟା ଏଇଟା କୌଣସି ମାନେ ଜଣଙ୍କ କଥା କହୁନି କି ମୋ କଥା କହୁନି, ଆମ ଘର କଥା କହୁନି। ପ୍ରାୟ ଗାଁରେ ନିଜେ ନିଜର ହିଁ ସ୍ୱଚ୍ଛତା ନିଜେ କରିଥାନ୍ତି, ଯେଉଁଟାକି ସହରବାସୀ ନୁହଁ। ସହରବାସୀ ଅଳିଆ ପକାଇ ଦେଇ ଯାଇଥାନ୍ତି, ମ୍ୟୁନିସିପାଲିଟି ସଫା କରେ, ତା ପାଇଁ ଯଦି ନ କରେ ତା ପାଇଁ ଅସନାଘାଟ ଆପଣ ଜାଣିପାରନ୍ତି ସହରକୁ ଗଲେ। ତେଣୁ ଏଇଟା ହେଉଛି ଗାଁ, ନିର୍ମଳ ପରିବେଶ, ସ୍ୱଚ୍ଛ ପରିବେଶ। ଏ ଶୁଦ୍ଧତା ଭିତରେ ଆମେ ବସବାସ କରୁଛୁ। ଦେଖନ୍ତୁ ଚାରିଆଡ଼ କିପରି ସୁନ୍ଦର ପରିବେଶ ଅଛି। ଦେଖନ୍ତୁ ବର୍ତ୍ତମାନ ସମୟରେ ସୂର୍ଯ୍ୟନାରାୟଣ ଉଦୟ ହେଇନାହାନ୍ତି। ଆଉ 2 ଦିନ ତଳେ ତ ବର୍ଷା ହେଉଥିଲା। ଏ ବର୍ଷାରେ ମଧ୍ୟ ଆମର କାର୍ଯ୍ୟରେ ବାଧା ହେଇନି। ଆମ ରାସ୍ତାଘାଟ ଅପରିଷ୍କାର ନାହିଁ। ଯେଉଁ ବି ଟିକେ ରାସ୍ତା ଅଛି ଆମେ ତାକୁ ପରିଷ୍କାର ପରିଚ୍ଛନ୍ନ କରିକି ରଖିଛୁ। ଏଇ ଆମ ସରକାର ରାସ୍ତା ଆଉ ଟିକେ ଆଗକୁ ଆରମ୍ଭ ହେଇଯାଉଛି। ତେଣୁ ବର୍ତ୍ତମାନ ଆମେ ଆମର ଗନ୍ତବ୍ୟ ପଥ ବା ମର୍ଣ୍ଣିଂ ୱାକ୍ ପାଇଁ ଆମେ ବାହାରିବୁ। ଜୟ ଜଗନ୍ନାଥ। ସମସ୍ତଙ୍କୁ ପ୍ରଭୁ ସହାୟ ହୁଅନ୍ତୁ, କର୍ମପଥ ସୁଗମ କରନ୍ତୁ। ଜୟ ଜଗନ୍ନାଥ।